ଜ୍ଞାନୀ ବିଚାରକ ମଣ୍ଡଳୀ, ଅଭିଭାବକ ଅଭିଭାବିକା ଏବଂ ମୋର ସାନ ବଡ଼ ଭାଇ ଓ ଭଉଣୀମାନଙ୍କୁ ପ୍ରଥମ ଭୂମିଷ୍ଠ ପ୍ରଣାମ। ଆଜି ଏହିର ଉପସ୍ଥିତି ପାଇଁ ଆମେ ଯାହା ପାଇଁ ଆମେ ଏଠି ଉପସ୍ଥିତି ଅଛୁ ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଉତ୍କଳର ସନ୍ତାନ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ। ଆମେ ଆଜି ଯାହା ପାଇଁ ଏଠାରେ ଉପସ୍ଥିତ ଅଛେ ଏବଂ ଆମେ ଯାହା ପାଇଁ ଆଜି ଛାତିରେ ହାତ ପିଟି କହିପାରୁଛେ ଆମେ ଏକ ଗର୍ବିତ ଓଡ଼ିଆ, ସେ ଆଉ କେହି ନୁହେଁ, ସେ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ। ଭରି ଭରି ଯେ ରଣ ପ୍ରାଙ୍ଗଣରେ ଶତ୍ରୁର ହୁଏ ସମ୍ମୁଖୀନ, ହସି ହସି ଯିଏ ହଳ ପିଏ ସିଏ ଏକା ଭାଗ୍ୟବାନ। ଭାଗ୍ୟବାନ ଲଭେ ଭାଗ ଫଳ ସିଏ ଅଭାଗା ଲଭେ ଅଶିବ ସେହି ଲବଣ ସାଗର ମନ୍ଥରେ କେଶବ କମଳା ଗରଳ ଲଭିଲେ ଶିବ। ଅର୍ଥାତ୍ କେଶବ ତାଙ୍କ କମଳାକୁ ପାଇବା ପାଇଁ ଯେପରି ଗଳର ପାନ କରିଥିଲେ ସେହିପରି ଓଡ଼ିଆ ଶିକ୍ଷାର ଉନ୍ନତି ପାଇଁ ଗୋପବନ୍ଧୁ ଦାସ ସମସ୍ତ ଅସୁବିଧା ଜନିତ ସ୍ୱରୂପ ଗରଳ ପାନ କରିଥିଲେ। ଓଡ଼ିଶା ଉତ୍କଳ ପ୍ରଦେଶରେ ପୂର୍ବରୁ ଖାଇବାକୁ ମିଳୁନଥିଲା, ସେଇଥିପାଇଁ ଗୋପବନ୍ଧୁ ଦାସ ଚିନ୍ତା କଲେ ଯେ ଉତ୍କଳ ଶିକ୍ଷାର ବୈଜୟନ୍ତୀମାନ ଉଡ଼ାଇବା ପାଇଁ। ସେଥିପାଇଁ ତ କୁହାଯାଏ ଏଜୁକେସନ ଇଜ ଦ କି ଅଫ ସକ୍ସେସ। ଅର୍ଥାତ୍ ଶିକ୍ଷା ହେଉଛି ସଫଳ ହେବାର ଚାବି ସ୍ୱରୂପ। ଗୋପବନ୍ଧୁ ଦାସଙ୍କର ତ ଅନେକ ସ୍ୱପ୍ନ ଥିଲା, ସେଥିମଧ୍ୟରୁ ମୁଁ ପାଞ୍ଚଟି ବିଷୟରେ ବର୍ଣ୍ଣନା କରିବାକୁ ଚାହୁଁଛି। ପ୍ରଥମତଃ ହେଉଛି ଜାତୀୟତାବାଦ, ଦ୍ୱିତୀୟ ଆତ୍ମନିର୍ଭରଶୀଳତା, ତୃତୀୟଟି ହେଉଛି ରୋଗୀ ସେବା